ବଡ଼ଦିନ ସମୟକୁ ଯୁକ୍ତରାଷ୍ଟ୍ର ଆମେରିକାରେ ସବୁଠାରୁ ବଡ଼ ଛୁଟି ରୂପେ ପାଳନ କରାଯାଏ ଏବଂ ସେହି ସମୟରେ ପରିବାର ବର୍ଗ ଏକାଠି ହେବା ପାଇଁ ନିଜ ନିଜ ପରିବାରକୁ ଯାଆନ୍ତି। ସ୍କୁଲ, କଲେଜ, ଅଫିସ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ସବୁ ପ୍ରାୟ 2-3 ସପ୍ତାହ ପର୍ଯ୍ୟନ୍ତ ଛୁଟି ହୋଇଯାଏ। ସେହି ସମୟରେ ଚାରିଆଡ଼େ ଯେଉଁ ପ୍ରକାର ଭିଡ଼ ଦେଖାଯାଏ ତାକୁ ଜଣେ ପତ୍ରକାର ନାମ ଦେଇଛନ୍ତି ଟେନସନ୍ ଅଫ୍ ଦ କ୍ରିସମସ୍ ସିଜନ୍। ସେ ବିଷୟରେ ସେ ଲେଖିଛନ୍ତି ଯେ ବଡ଼ଦିନ ଛୁଟିରେ ଗୃହ ବାହୁଡ଼ା ଅନେକଙ୍କ ପାଇଁ ଏକ ମାନସିକ ଚାପପୂର୍ଣ୍ଣ ଅଗ୍ନି ପରୀକ୍ଷାର ସମୟ ଅଟେ। ଯାତ୍ରାର ଆୟୋଜନ ଓ ଭିଡ଼ ଏକ ପ୍ରକାର ଅବସ୍ଥା ସୃଷ୍ଟି କରିଥାଏ ଯେ ଟିକେ ଟିକେ କଥାରେ ବିବାଦ ଉପୁଜିବା, ପାଟିତୁଣ୍ଡ କରିବା ଇତ୍ୟାଦି ଏକ ଅଶାନ୍ତିରେ ପରିବେଶ ସୃଷ୍ଟି କରିଥାଏ। ଏପରିକି ଗଣ୍ୟମାନ୍ୟ ପରିବାରରେ ମଧ୍ୟ ତାହା ପରିଲକ୍ଷିତ ହୁଏ। ବଡ଼ଦିନ ସମୟରେ ଆମ୍ଭେମାନେ ଯେତେବେଳେ ପାରିବାରିକ ଭାବେ ଏକତ୍ର ହେଉ ସେତେବେଳେ ଏହି ଆତ୍ମାପୂର୍ଣ୍ଣ ଗୁଣଗୁଡ଼ିକ ଆମ ମଧ୍ୟରେ ଦେଖାଯିବ ଯଦି ଆମେ ପ୍ରତ୍ୟେକେ ପ୍ରେମରେ ପରସ୍ପର ସେବା କରିବା ପାଇଁ ମନୋଯୋଗୀ ହେବୁ। ଏହି ବଡ଼ଦିନ ସମୟରେ ଲୋକମାନଙ୍କର କାମନା ହେଉଛି ପୃଥିବୀରେ ଶାନ୍ତି ଓ ମନୁଷ୍ୟମାନଙ୍କ ମଧ୍ୟରେ ମଙ୍ଗଳ। ଆସନ୍ତୁ ଆମେ ଯେତେବେଳେ ବଡ଼ଦିନ ଛୁଟିରେ ଆତ୍ମୀୟ ସ୍ୱଜନ ଓ ବନ୍ଧୁବର୍ଗଙ୍କ ସହିତ ମିଳିତ ହେବାକୁ ଯାଉଛୁ, ପବିତ୍ର ଆତ୍ମାଙ୍କ ଶକ୍ତିରେ ଆମେ ସମସ୍ତଙ୍କୁ ଈଶ୍ୱରଙ୍କ ଶାନ୍ତି ଉପହାର ସ୍ୱରୂପେ ଦେବା, ଯେଉଁ ଶାନ୍ତି ନେଇ ଶାନ୍ତି ରାଜା ପ୍ରଭୁ ଯୀଶୁ ଏହି ଧରାପୃଷ୍ଠକୁ ଆସିଥିଲେ।